ଜୟ ଜଗନ୍ନାଥ। ଆଜି 24 ନଭେମ୍ବର 2025 ମସିହା ସୋମବାର ଏବଂ ଆଜିର ତିଥି ହେଉଛି ଶୁକ୍ଳପକ୍ଷ ଚତୁର୍ଥୀ ଏବଂ ଆଜିର ନକ୍ଷତ୍ର ପୂର୍ବାଷାଢ଼ା ନକ୍ଷତ୍ର। ଯଦି ଆଜି ସୂର୍ଯ୍ୟ ଉଦୟ ଦେଖିବା ତେବେ ସକାଳ 6:02 ଆରମ୍ଭ ହେବ ଏବଂ ସୂର୍ଯ୍ୟ ଅସ୍ତ ଅପରାହ୍ନ 5 ସମୟରେ ଅସ୍ତ ହେବେ ଏବଂ ଆଜିର ଶୁଭ ମୁହୂର୍ତ୍ତ ସକାଳ 11:23 ପୁଣି 12:05। ଆଜିର ରାଶିଫଳ ଆମେ ଦେଖିବା ତେବେ ମେଷ ରାଶିରେ ପ୍ରଥମେ ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଶୁଭ ଅଟେ ଏବଂ ନୂତନ ଯୋଜନାରେ ଆପଣ ଆଗେଇବାକୁ ଏହା ହିଁ ଉପଯୁକ୍ତ ସମୟ ଆପଣଙ୍କ ପାଇଁ। ପରିବାରରେ ଆପଣ ଖୁସି ଏବଂ ସମର୍ଥନ ବହୁତ ପରିମାଣରେ ମିଳିବ ଆପଣଙ୍କୁ। ପ୍ରେମ ସମ୍ପର୍କରେ ଆପଣଙ୍କୁ ମଧ୍ୟ ମିଠା ଆଲୋଚନା ହେବ ଏବଂ ଧନରେ ମଧ୍ୟ ଅଳ୍ପ କିନ୍ତୁ ଲାଭ ଅଳ୍ପ ହେବ। ବୃଷ ରାଶିରେ ଆଜି ଆପଣ କାର୍ଯ୍ୟସ୍ଥଳରେ ନୂତନ ଦାୟିତ୍ୱ ମିଳିପାରେ। ମନରେ ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବ। ପୁରୁଣା କାମ ଯଦି ଅଟକିଥିବ ତେବେ ତାହା ସମାପ୍ତ ହେବାର ମଧ୍ୟ ସୁଯୋଗ ରହିଛି। ଆର୍ଥିକ ମାମଲାରେ ଆପଣ ଟିକେ ସାବଧାନ ରୁହନ୍ତୁ। ଖର୍ଚ୍ଚ ଅଧିକ ହୋଇପାରେ ଏବଂ ସ୍ୱାସ୍ଥ୍ୟରେ ଛୋଟ ଛୋଟ ସମସ୍ୟା ଦେଖାଯାଇପାରେ। ଛୋଟ ଛୋଟ ଯନ୍ତ୍ରଣା ମଧ୍ୟ ଦେଖାଯାଇପାରେ। ମିଥୁନ ରାଶିରେ ଆଜି ଆପଣଙ୍କର ଦୂରସ୍ଥାନକୁ ଯାତ୍ରା ହୋଇପାରେ ଏବଂ ତାହା ମଧ୍ୟ ଆପଣଙ୍କୁ ଲାଭଦାୟକ ହେବ। ପରିବାରରେ କିଛି ଛୋଟ ଛୋଟ ବିବାଦ ଯାହା ବି ଅଛି ତାହା ଆପଣଙ୍କର ନିଶ୍ଚିତ ଭାବରେ ଶାନ୍ତ ହେବ ଏବଂ ଜ୍ଞାନ ଓ ଶିକ୍ଷାରେ ଆପଣଙ୍କର ଆଗ୍ରହ ବଢ଼ିବ। ପ୍ରେମ ଜୀବନରେ ଆପଣଙ୍କୁ ନୂତନ ଆନନ୍ଦ ମଧ୍ୟ ମିଳିବ। ଧନ ଆଗମନର ସଂକେତ ମିଳୁଛି ଏବଂ ଆପଣ ଯଦି କୌଣସି ଆଜିରେ ବେପାର ବାଣିଜ୍ୟ କରୁଛନ୍ତି ତାହେଲେ ଆପଣଙ୍କୁ ନିଶ୍ଚିତ ଭଲ ଲାଭ ହେବ। କର୍କଟ ରାଶିରେ ଆଜି ଆପଣଙ୍କ ମାନସିକ ଶାନ୍ତି ଆଜି ଆପଣଙ୍କୁ ପ୍ରାପ୍ତ ହେବ। ଘରେ ନୂତନ କାର୍ଯ୍ୟର ଯୋଜନା ଆପଣ କରିପାରନ୍ତି ଏବଂ କାମରେ ବିଶେଷ କରି ଆପଣଙ୍କୁ ବଶିଷ୍ଠଙ୍କ ଆଶୀର୍ବାଦ ମିଳିବ ଏବଂ ଆପଣ ଯାହା ବି କିଛି କାର୍ଯ୍ୟ କରିବେ ଆଜି ଆପଣ ସଫଳ ହେବେ ଏବଂ ଯଦି ବାଣିଜ୍ୟ ବ୍ୟବସାୟ ଆପଣ କରୁଛନ୍ତି ତେବେ ନୂତନ ଚୁକ୍ତିର ବା ଏଗ୍ରିମେଣ୍ଟର ସୁଯୋଗ ଆପଣ ମଧ୍ୟ ପାଇବେ। ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କର ସାଧାରଣ ଭାବରେ ଠିକ୍ ରହିବ। ସିଂହ ରାଶିରେ ଆଜି ଆପଣଙ୍କ ଭାବନାରେ ଅଳ୍ପ ଚଞ୍ଚଳତା ଥାଇପାରେ। କାମରେ ଆପଣ ଯଦି କିଛି ପ୍ରୟାସ ଜାରି ରଖିଛନ୍ତି ତାହେଲେ ସେଥିରେ ନିଶ୍ଚିତ ସଫଳ ହେବେ ଏବଂ ପରିବାର ସହ ଆଜି ଆପଣ ସୁଖରେ ସମୟ ଅତିବାହିତ କରିବେ। ପ୍ରେମରେ ହଠାତ୍ ଆପଣଙ୍କୁ କୌଣସି ଏକ ଭଲ ଖବର ମିଳିପାରେ। ଆଶ୍ଚର୍ଯ୍ୟଜନକ ଖବର ଆପଣଙ୍କୁ ମିଳିପାରେ ଏବଂ ଧନ ଖର୍ଚ୍ଚରେ ଟିକେ ଆପଣ ସାବଧାନ ହୁଅନ୍ତୁ। ଧନ ବିଶେଷ କରି ବ୍ୟୟ ହେବାର ସମ୍ଭାବନା ମଧ୍ୟ ଆପଣଙ୍କୁ ରହିଛି। କନ୍ୟା ରାଶିରେ ଆପଣଙ୍କ କାମ କାର୍ଯ୍ୟରେ ଆଜି ଟିକେ ବିଳମ୍ବ ହେବ। ହଠାତ୍ କାମ ଆପଣଙ୍କର ସହଜ ହେବ ନାହିଁ, ସଫଳ ହେବ ନାହିଁ ଏବଂ ଘରୋଇ କାର୍ଯ୍ୟରେ ମଧ୍ୟ ଆପଣଙ୍କୁ କାର୍ଯ୍ୟ ବହୁତ ସମୟ ଲାଗିଯିବ। ମିତ୍ରଙ୍କୁ ନିଜର ମତାମତ ସୁନ୍ଦର ଭାବରେ ଦେଇ ବୁଝାନ୍ତୁ। ପ୍ରେମୀ ପ୍ରେମିକାଙ୍କ ମଧ୍ୟରେ ଆଜି ସମ୍ପର୍କ ସୁଦୃଢ଼ ହେବ। ମିଠାପଣ ବଢ଼ିବ ସମ୍ପର୍କର ଏବଂ ଆର୍ଥିକ ଅବସ୍ଥା ଧୀରେ ଧୀରେ ଭଲ ହେବ। ତୁଳା ରାଶିରେ ଆଜି କୌଣସି ଯଦି ଆପେକ୍ଷିତ ସଫଳତା ଆପଣଙ୍କୁ ମିଳିପାରେ। ଘରେ ଧାର୍ମିକ କାର୍ଯ୍ୟ ଭାବନା ମଧ୍ୟ ଜନ୍ମ ନେବ ଏବଂ ଠାକୁରଙ୍କ ପ୍ରତି ଭକ୍ତିଭାବ ମଧ୍ୟ ଜାଗ୍ରତ ହେବ। ନୂତନ ପରିଚୟ ଭବିଷ୍ୟତରେ ଲାଭଦାୟକ ହେବ। ପ୍ରେମ ସମ୍ପର୍କରେ ଆପଣଙ୍କର ମଧ୍ୟ ସୁନ୍ଦର ଆଲୋଚନା ହେବ। ଧନ ଲାଭରେ ମଧ୍ୟ ବୃଦ୍ଧି ହେବ ବା ବୃଦ୍ଧି ହେବାର ଦେଖାଯିବ। ବିଛା ରାଶିରେ ଆଜିର ଦିନଟି ଆପଣଙ୍କ ପାଇଁ ଦୃଢ଼ ସଂକଳ୍ପରେ ନିଶ୍ଚିତ ଆପଣ ଯାହା ବି କିଛି ସଂକଳ୍ପ ରଖିଛନ୍ତି, ଯୋଜନା ରଖିଛନ୍ତି ସେ କାର୍ଯ୍ୟରେ ଆପଣ ଆଜି ସଫଳ ହେବେ ଏବଂ ବିଶେଷ କରି ଆପଣମାନଙ୍କର ଯିଏ ଶତ୍ରୁ ଅଛନ୍ତି ଶତ୍ରୁଙ୍କର ବାଧା ଦୁର୍ବଳ ହେବ। ଶତ୍ରୁ ଆପଣଙ୍କୁ ଆଜି ଆକ୍ରମଣ କରିପାରିବେ ନାହିଁ କିମ୍ବା ଆପଣଙ୍କର କୌଣସି ଅନିଷ୍ଟ ମଧ୍ୟ କରିପାରିବେ ନାହିଁ। ପରିବାରକୁ ବା ପରିବାରରେ ଆପଣଙ୍କୁ ପ୍ରଶଂସା ମିଳିବ। ପ୍ରେମ ଜୀବନରେ ଆପଣଙ୍କର ନୂତନତ୍ୱ ଆସିବ। ଧନ ସମ୍ପର୍କରେ ଆପଣଙ୍କୁ କୌଣସି ଭଲ ଖବର ମଧ୍ୟ ମିଳିପାରେ। ଧନୁରାଶି ଯୋଜନା ଅନୁସାରେ ଆଜି ଆପଣ ଯେଉଁ କାର୍ଯ୍ୟ କରିବେ ତାହା ଆପଣଙ୍କର ସଫଳ ହେବ। ମନରେ ନୂତନ ଶକ୍ତିର ଅନୁଭବ ମଧ୍ୟ ଆପଣଙ୍କୁ ହେବ। ପରିବାରରେ ମଧୁରତା ବଢ଼ିବ ଏବଂ ଧନ ନିବେଶରେ ଆପଣଙ୍କୁ ସୁବିଚାର ବ୍ୟବହାର କରନ୍ତୁ ଏବଂ ବିଶେଷ କରି ପରିବାର ସହିତ ଆଜି ଆପଣ ଉତ୍ତମ ସମ୍ପର୍କ ରଖନ୍ତୁ
ଯାହାକି ଆପଣ ଅତି ଭଲ ଭାବରେ ଆଜିର ଦିନଟିକୁ ଆପଣ ଅତିବାହିତ କରିପାରିବେ। ମକର ରାଶି, କାମରେ ଧୀର ସ୍ଥିର ଆଜି ଆପଣ ଧୀର ଭାବରେ କରିବା ଆବଶ୍ୟକ ଅଟେ। ବୃଦ୍ଧ ଲୋକଙ୍କର ସେବା କରନ୍ତୁ ଏବଂ ସେମାନଙ୍କର ସମର୍ଥନ ମଧ୍ୟ ମିଳିବ ଆପଣଙ୍କୁ। ପାରିବାରିକ ଦାୟିତ୍ୱ ଆଜି ଆପଣଙ୍କୁ ବଢ଼ିପାରେ ଏବଂ ପରିବାର ସହିତ ସମ୍ପର୍କରେ ଆପଣ କିଛି ସମୟ ଦେବା ଆବଶ୍ୟକ। ପରିବାର ସହିତ ସମୟ ଅତିବାହିତ କରିବା ମଧ୍ୟ ଆଜି ଆବଶ୍ୟକ। ଧନରେ ସାଧାରଣତଃ ଆପଣଙ୍କର ବ୍ୟୟ ହେବାର ସମ୍ଭାବନା ରହିଛି, ଦେଖି ଚାହିଁ ଖର୍ଚ୍ଚ କରିବା ଉଚିତ। କୁମ୍ଭ ରାଶି, କୁମ୍ଭ ରାଶିରେ ଆଜି ଆପଣଙ୍କର ନୂତନ ଭାବନା ଓ ସୃଜନଶୀଳତା ବଢ଼ିବ। କାମରେ ଅପେକ୍ଷିତ ପରିବର୍ତ୍ତନ ଆସିପାରେ। ହଠାତ୍ ଆପଣଙ୍କର କାମର ପ୍ଲାନ୍ ଚେଞ୍ଜ ହୋଇଯାଇପାରେ। ପରିବାର ସହ ଆଜି ଆପଣଙ୍କର ସୁଖରେ ଅତିବାହିତ କରିବେ ଏବଂ ପ୍ରେମରେ ଆପଣଙ୍କୁ ଆଜି ସହଯୋଗ ରହିବ ଏବଂ ଆପଣ ଖୁସି ମଧ୍ୟ ହେବେ ଏବଂ ଧନରେ ସ୍ଥିରତା ଆସିବ। ମୀନ ରାଶି, ମୀନ ରାଶିର ଆଜିର ଦିନଟି ମନରେ ଶାନ୍ତି ବଢ଼ିବ। କାମରେ ପୁରୁଣା ଅସୁବିଧା ଯାହା ବି ଅଛି ତାର ସମାଧାନ ହେବ। ପରିବାରରେ ଖୁସିମୟ ସମ୍ବାଦ କିଛି ମିଳିପାରେ। ପ୍ରେମରେ ଆତ୍ମୀୟତା ମଧ୍ୟ ବଢ଼ିବ। ଧନ ଆଗମନର ମଧ୍ୟ ସୁଯୋଗ ଅଛି। ସାଙ୍ଗମାନେ, ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚିତ ଭାବରେ ଲାଇକ୍ କରନ୍ତୁ ଏବଂ ସେୟାର ମଧ୍ୟ କରନ୍ତୁ। ଜୟ ଜଗନ୍ନାଥ।